ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଲେକ୍ଜାଣ୍ଡାରିନା ଭିକ୍ଟୋରିଆ 24 ମେ 1819 ମସିହାରେ ଜନ୍ମଗ୍ରହଣ କରିଥିଲେ। 20 ଜୁନ୍ 1837 ମସିହାରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଗ୍ରେଟ୍ ବ୍ରିଟେନ୍, ଆୟାରଲାଣ୍ଡ ଏବଂ ବ୍ରିଟେନର ରାଣୀ ଥିଲେ। 1876 ମସିହାରେ ଭିକ୍ଟୋରିଆ ଭାରତର ପ୍ରଥମ ମହାରାଣୀ ହୋଇଥିଲେ। ସେ ନିଜର କର୍ତ୍ତବ୍ୟ, ନୈତିକ ମୂଲ୍ୟବୋଧ ପାଇଁ ଜଣାଶୁଣା। ତାଙ୍କର 22 ଜାନୁଆରୀ 1901 ମସିହାରେ ଦେହାନ୍ତ ହୋଇଥିଲା। ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।